କାମାକ୍ଷାନଗର ଏନ୍ଏସି ଅନ୍ତର୍ଗତ ବଡ଼ବନ୍ଧ ସାହି କୋଠଘର ପ୍ରାଙ୍ଗଣରେ 36ତମ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଘଣ୍ଟ ଘଣ୍ଟା କାହାଳି, ଲଉଡ଼ିବାଡ଼ି ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇ ସ୍ଥାନୀୟ ରାମିଆଳ ନଦୀ କୂଳରେ ସୂର୍ଯ୍ୟ, ବରୁଣ ଆଦି ପୂଜାର୍ଚ୍ଚନା କରାଯାଇ ଲକ୍ଷ୍ମୀନାରାୟଣଙ୍କୁ ଆବାହନ କରି ନଦୀରୁ ପବିତ୍ର ଜଳ ଆଣି କୁଞ୍ଜରେ ସ୍ଥାପନ କରିଥିଲେ। ପୂଜକଙ୍କ ପୌରୋହିତ୍ୟରେ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବରେ ଶ୍ରୀ ବନ୍ତ ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ବୁଧବାର ଅହୋରାତ୍ର ନାମ ସଂକୀର୍ତ୍ତନ ପରେ ଗୁରୁବାର ନଗର କୀର୍ତ୍ତନ ତଥା ଦଧିଭାଣ୍ଡ ଭଞ୍ଜନ, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼ବନ୍ଧ ସାହି, ପତଳା, ଛାଟିଆ, କେରଜୋଳି, ବେଶାଳିଆ, ବାଉଁଶପାଳ, ମଠକରୋଳା, ଆଳତୁମା, ବଡ଼ବିଲା, ଚଷାସାହି, କରଣସାହି ପ୍ରଭୃତି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅହରହ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ତଥା ସମସ୍ତ ସଂକୀର୍ତ୍ତନ ଦଳଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ସନ୍ଧ୍ୟାରେ ଜଗଜ୍ୟୋତି ସ୍ପୋର୍ଟସ ପକ୍ଷରୁ କୁନି କୁନି ପିଲାମାନଙ୍କୁ ନେଇ ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶତ୍ରୁଘ୍ନ ମାଟିଙ୍କ ରଚିତ ଓ ବିମଳ ପରିଡ଼ାଙ୍କ ନିର୍ଦ୍ଦେଶିତ ନାଟକ ଏ କିଏରେ ବାବା ସମସ୍ତଙ୍କ ମନକୁ ମୋହିଥିଲା। ବଡ଼ବନ୍ଧ ସାହିର ସମସ୍ତ ଅଧିବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାମାକ୍ଷାନଗରରୁ ତରଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକୀଳା ନ୍ୟୁଜ।